ଝାରସୁଗୁଡ଼ା ଜିଲ୍ଲାର ରେଙ୍ଗାଲି ଥାନା ଅଞ୍ଚଳରେ ଶନିବାର ଭୋର ସମୟରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ ହୋଇଛନ୍। ପୁଲିସର ଗୁଳି ଚୌହାନଙ୍କର ଗୋଡ଼ରେ ବାଜିଥିବା ବେଲକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେନୁ ତାଙ୍କର ଚିକିତ୍ସା ଚାଲିଛେ। ମିଳିଥିବା ସୂଚନା ଅନୁଯାୟୀ ବ୍ରଜରାଜନଗର ଗାନ୍ଧୀଚକ ଅଞ୍ଚଳର ବାସିନ୍ଦା ଜୟ ଚୌହାନ ତାଙ୍କର ଜଣେ ସହଯୋଗୀଙ୍କ ସହ ମିଶି ରେଙ୍ଗାଲି ଅଞ୍ଚଳରେ ଗୋटे ବଡ଼ ଧରଣର ଡକାୟତି ଯୋଜନା କରୁଥିଲେ। ଇ ଜିନିଷକେ ନେଇ ପୁଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି ଅପରାଧୀମାନେ ଫେରାର ହେବାରକେ ଚେଷ୍ଟା କରିଥିବା ବେଲେ ପୁଲିସ ଉପରେ ଗୁଳି ଚଳାଇବାକୁ ଉଦ୍ୟମ କରିଥିଲେ। ପରିସ୍ଥିତିକେ ନିୟନ୍ତ୍ରଣ କରିବା ଲାଗି ପୁଲିସ ପକ୍ଷରୁ ମଧ୍ୟ ଜବାବୀ ଗୁଳି ଚାଳନା କରାଯାଇଥିଲା। ଏହି ସମୟରେ ଜୟ ଚୌହାନଙ୍କ ରାଇଟ୍ ଗୋଡ଼ରେ ଗୁଳି ବାଜିଥିଲା। ତାରପରେ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ତେବେ ତାଙ୍କର ଅନ୍ୟ ଜଣେ ସହଯୋଗୀ ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଜୟ ଚୌହାନ ଜଣେ ପେଶାଦାର ଆର୍ ଚର୍ଚ୍ଚିତ ଅପରାଧୀ। ତାଙ୍କର ନାଁରେ ରାଜ୍ୟର ବିଭିନ୍ନ ଥାନାରେ ହତ୍ୟା ଉଦ୍ୟମ, ଡକାୟତି, ଦାଦାବଟି ଆଦାୟ ଆର୍ ଆର୍ମସ୍ ଆକ୍ଟ ଏନ୍ତା ବହୁତଟେ 10ରୁ ଅଧିକ ସଙ୍ଗୀନ ମାମଲା ରହିଛି। ଘଟଣା ପରେ ପୁଲିସ ଫେରାର ସହଯୋଗୀଙ୍କୁ ଧରବାର ଲାଗି ତନାଘନା ଜାରି ରଖିଥିବା ଜଣାପଡ଼ିଛି।